ମାନେ କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଆଉ ବହୁତ ଦିନ ହେଲାଣି ଚିକେନ ଖାଇ ନଥିଲି ଭାଇ, ତ ଆଜି ଟିକେ ଖାଇବା ପାଇଁ ଇଚ୍ଛା ହଉଛି କାହିଁକି, ଆଉ ଭାଇଙ୍କ ପାଖରୁ ଟିକେ ଆସିକି ଚିକେନ ନବା ପାଇଁ ମୁଁ ପଳେଇ ଅଛି। ଦେଖୁଥିବେ ଆପଣ ମାନେ ଭାଇଙ୍କର ଫ୍ରେଶ ଚିକେନ ସବୁବେଳେ ବହୁତ ଫ୍ରେଶ ବନାନ୍ତି। ଆଉ ଘର ପାଖାପାଖି ଇଏ ହଉଛି ଆମର ଯୋଉ ଫ୍ଲାଏଓଭର ଅଛି ମେନ ରୋଡ, ସେ ମେନ ରୋଡ ପାଖରୁ ବିଶେଷ ନଗର ଯୋଉ ରୋଡ ଯାଉଛି ସେ ପାଖରେ ତାଙ୍କର ଦୋକାନଟା। ଦୋକାନରେ ବହୁତ ସୁନ୍ଦର ଭାବରେ ସେ ଦିଅନ୍ତି ଚିକେନ। ଆଉ ତାଙ୍କୁ ପଚାରକୁ ଯିବା ଆଜି ଚିକେନ କିଲୋ କେମିତି କଣ ଅଛି, ଆଉ କିଛି ନବା ଘରକୁ ମଧ୍ୟ ନେଇକି ଖାଇବା। ଭାଇ ଘରେ କିଛି ଅସୁବିଧା ଥିବା ହେତୁ ମୁଁ ଆଜିକୁ ପ୍ରାୟ 15-20 ଦିନ ହେଇଗଲାଣି ଚିକେନ କି ଆଇଁଷ କିଛି ବି ଘରେ ପଶି ନଥିଲା। ତ ଆଜି ଖାଇବାକୁ କାଇଁ ଇଚ୍ଛା ହଉଛି, ଭାଇଙ୍କ ପାଖରୁ ଟିକେ ଫ୍ରେଶ ଚିକେନ ନେଇକି ଯିବା। ତ ଚାଲନ୍ତୁ ଭାଇଙ୍କୁ ପଚାରିବା ତାଙ୍କର ଆଜି ଚିକେନ ରେଟ୍ କଣ ଅଛି ବୁଝିବା। ତ ବର୍ତ୍ତମାନ ଦେଖିପାରୁଛନ୍ତି ମୁଁ ଆସିଛି ଆମର ମେନ ରୋଡ ଠାରୁ ରସୁଲଗଡ଼ ପାଖରେ ଯୋଉ ମେନ ରୋଡ ଅଛି ଭିଏସଏସ୍ ନଗର, ସେ ଭିଏସଏସ୍ ନଗର ପାଖରେ ରୋଡରେ ଗଲା ବେଳକୁ ରାସ୍ତାରେ ପଡିବ ଭାଇଙ୍କ ଦୋକାନ। ଦେଖନ୍ତୁ ଆଉ ତାଙ୍କର ଚିକେନ ମଟନ ବହୁତ ଫ୍ରେଶ ଅଛି। ଦେଖନ୍ତୁ ଏଠି ମଟନ ମଧ୍ୟ ଅଛି, ଆଉ ଭାଇ ବି ଅଛନ୍ତି। ଆଉ ଟିକେ ପଚାରକୁ ଯିବା ଭାଇ କଣ ଅଛି ଚିକେନ ରେଟ୍ ଆଜି ଟିକେ କୁହନ୍ତୁ। 240 ଚିକେନ ରେଟ୍ ଅଛି ହେଲା। ଆମ ପାଖେ ଏନି ଟାଇମ 10-20 କମ ଦଉଛି ମଟନ ପାଇଁ। ତ ଦେଖୁଛନ୍ତି ଆପଣ ମାନେ ବହୁତ ରେଟ୍ ଚାଲିଛି। ତ ଆମ ପାଇଁ କିଛି ଡିସକାଉଣ୍ଟ କରିଛନ୍ତି ଭାଇ, ଯାହା ହଉ। ଯାହା କରିଛନ୍ତି ଭାଇ। ହଁ ହଉ। ତ ଭାଇ ମାନେ ଦେଖୁଥିଲେ କି ଭାଇଙ୍କ ପାଖରେ ବହୁତ ମାନେ ଟିକେ କମ ଥାଏ ଅଲଗା ପାଖରୁ, ଯାହା ବି ରେଟ୍ ଅଛି ତାଙ୍କର ଟିକେ କମ ଅଛି। ଆଉ ବହୁତ ବଢିଆ ରେଟ୍ ରେ ମଧ୍ୟ ଦଉଛନ୍ତି। ତାଙ୍କ ଚିକେନ ଟା ମଧ୍ୟ ବହୁତ ଫ୍ରେଶ ଥାଏ। ଦେଖନ୍ତୁ ପୁରା ଫ୍ରେଶ ହି ବନଉଛନ୍ତି ଭାଇ। ବର୍ତ୍ତମାନ ମୋ ସାମ୍ନାରେ ହିଁ କାଟିଲେ, ଆଉ ବହୁତ ବଢିଆ ତାଙ୍କ କଟିଂ ମଧ୍ୟ ବହୁତ ସ୍ପିଡ ରେ କାଟୁଛନ୍ତି, ତାଙ୍କର ଅଭ୍ୟାସ ହେଇଯାଇଛି। ଆଉ ଏମିତି ଅଛି। ଆଉ ଗୋଟେ ଭିଡିଓରେ ଆପଣ ମାନଙ୍କୁ ତାଙ୍କର ପର୍ସନାଲ ପୁରା ଭିଡିଓ ମୁଁ ବନେଇବି, ଆପଣ ମାନେ ନିଶ୍ଚିତ ଭାବରେ ଦେଖିବେ। ଆପଣ ଦେଖୁଛନ୍ତି ବର୍ତ୍ତମାନ ମୁଁ କିଲେ ଚିକେନ ନେଇ ଆସିଛି। ଆଉ ସେ ଯୋଉ ଭାଇଙ୍କ ଦୋକାନରୁ ଆଣିଲି ନା ଚିକେନ ଟା ବହୁତ ଫ୍ରେଶ ହି ବନାନ୍ତି, ଆଉ ଚିହ୍ନା ପରିଚୟ ମଧ୍ୟ ଅଛି, ବହୁତ ଫ୍ରେଶ ଦିଅନ୍ତି ଚିକେନ ମଟନ ଯାହାବି ଯେତେବେଳେ ଆମେ ଆଣୁ ବହୁତ ଫ୍ରେଶ ଦିଅନ୍ତି। ମତେ ବହୁତ ଭଲ ଲାଗିଲା। ଆଉ ଗୋଟେ ମାସ ହବ ଭାଇ କଣ ପାଇଁ ଆମେ ଚିକେନ ଖାଇ ନଥିଲୁ, ଏ ଭିଡିଓରେ ଆପଣ ମାନଙ୍କୁ କହିବି ଘରକୁ ଯାଇକିନା। ଆଉ ଚାଲନ୍ତୁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆମେ ଗୋଟେ ମାସ ହେଲା କାହିଁକି ଖାଇ ନଥିଲୁ ତା ବିଷୟରେ ମୁଁ ସମ୍ପୂର୍ଣ୍ଣ ଆପଣ ମାନଙ୍କୁ ଘରେ ଯାଇକିନା କହିବି। ଭାଇ ଗୋଟେ ମାସ ହେଇଯିବ ପ୍ରାୟ ଆମେ ଚିକେନ ମଟନ କିଛି ବି ଖାଇ ନଥିଲୁ, ଆଇଁଷ ହିଁ ଟୋଟାଲ ଖାଇ ନଥିଲୁ। ତ ଆଜି ରବିବାର ଅଛି, ତ ସେଇଥିଲାଗି ମୁଁ ଚିକେନ ନେଇ ଆସିଲି 1 କିଲୋ। ଆଉ ଏଠି ଗାଡି ମଧ୍ୟ ରଖିଲି, ଏଟା ରଖିକି ବର୍ତ୍ତମାନ ଘରକୁ ଯିବା। ଘରକୁ ଯାଇକିନା ଆଉ ୟାକୁ ବନେଇବା ଆଉ ଖାଇବା। ଆଜିର ଭିଡିଓଟି ବହୁତ ହି ଦମଦାର ଅଛି। ଚାଲନ୍ତୁ ଭିଡିଓଟି କଣ୍ଟିନ୍ୟୁ ଦେଖନ୍ତୁ। ଆଜି ବହୁତ ବଢିଆ ହବ ଭିଡିଓଟା। ରୋଷେଇ କେମିତି ଖାଇବା, ଖାଇକି ଟେଷ୍ଟ କରିକି ବି ମଧ୍ୟ ଆପଣ ମାନଙ୍କୁ କହିବି। ଚାଲନ୍ତୁ। ତ ସାଙ୍ଗମାନେ ଚାଲନ୍ତୁ, ବର୍ତ୍ତମାନ ଚିକେନ ତ କିଣା ହେଇଯାଇଛି, ଚାଲନ୍ତୁ ଘରେ କେମିତି ବନେଇବା ଦେଖେଇବା। ଆଉ ଏଠି ଜଣେ ଆମର ଅଛନ୍ତି ଭାଉଜ, ଦେଖନ୍ତୁ ସିଏ ଘରକୁ କଣ କିଣିକି ଯାଉଛନ୍ତି, ହସିଲେଣି। ତ ଭାଇ ମାନେ ଏମିତି କିଛି ଅଛି। ଆଉ ଆଜି ଚିକେନ ଟିକେ କିଣିକି ନଉଛି ବର୍ତ୍ତମାନ, ଆଉ ଘରେ ଯାଇକିନା ବନେଇବା। ଆଉ କେମିତି କଣ ରୋଷେଇ କରି ଖାଇବା। ଆଉ କାହିଁକି ଆମେ ଗୋଟେ ମାସ ହେଲାଣି ଚିକେନ ଛାଡି ଦେଇଥିଲୁ, ଆଇଁଷ ସବୁ ଛାଡିଥିଲୁ, ତାହାର ମଧ୍ୟ ମୁଁ ଆପଣମାନଙ୍କ ଭିଡିଓରେ କହିବି। ଚାଲନ୍ତୁ। ଆଉ ଘରକୁ ମୁଁ ପହଞ୍ଚି ଆସିଲିଣି, ଆଉ ଟିକେ ଅଛି ବାଟ। ତ ଏମିତି କିଛି ଆମ ଘରର ଲୋକେସନ ସବୁ ଦେଖିଥାନ୍ତୁ ଭାଇ। ଏମିତି ଅଛି, ଗରିବ ଲୋକ ଭାଇ କଣ କରିବା, ଆଉ ଏମିତି ଅଛି ଆଉ। ତ ବର୍ତ୍ତମାନ ମୁଁ ପଳେଇ ଆସିଲିଣି ଘର ପାଖକୁ, ଆଉ ଆସିକିନା ପହଞ୍ଚି ଗଲେଣି। ଆଉ ଆମ ମ୍ୟାଡାମ ବି ବର୍ତ୍ତମାନ କଣ ଗୋଟେ କାମ କରୁଛନ୍ତି ଲାଗୁଛି। ଆଉ କଣ କରୁଛନ୍ତି ଚାଲନ୍ତୁ ଦେଖିବା। ତ ବର୍ତ୍ତମାନ ଆମର ମ୍ୟାଡାମ ବହୁତ ସୁନ୍ଦର ମାଛ ମଧ୍ୟ କିଣିଛନ୍ତି। ଭାଇ ମାନେ ଦେଖନ୍ତୁ ମାଛ ମଧ୍ୟ କିଣିଛନ୍ତି, ପୋହଳା ମାଛ। ଆଉ ମ୍ୟାଡାମ ଆମର ଲାଗିଛନ୍ତି ତାକୁ ଛଡେଇବା ପାଇଁ କି। ମୁଁ ଚିକେନ ବି ନେଇ ଆସିଥିଲି, ପୁରା ପୋହଳା ମାଛ କିଣିଛନ୍ତି, ପୁରା ଫ୍ରେଶ ମାଛ। କୋଉଠୁ କିଣିଲେ ମୁଁ ବି ଅବଶ୍ୟ ଜାଣିନି। ଆଉ ବର୍ତ୍ତମାନ ବନଉଛନ୍ତି, ଆଉ ମାଛ ବି ମଧ୍ୟ ଆଇଟମ ହବ ଆଜି। ଆଉ ଇଆଡେ ଚିକେନ ବି ମୁଁ ଆଣିଛି। ଆଜି ଆଇଟମ ଟା ବହୁତ ହି ସୁନ୍ଦର ହବ। ଆଉ ମ୍ୟାଡାମ ଆମର ମାଛ ବର୍ତ୍ତମାନ ଛଡଉଛନ୍ତି। ଇଏ ହଉଛି ଦେଶୀ ପୋହଳା ମାଛ। ତ ସାଙ୍ଗମାନେ ଆଜିର ଭିଡିଓଟି ଟା ବହୁତ ହି ସୁନ୍ଦର ହବ। ତ ସାଙ୍ଗମାନେ ଆପଣ ମାନେ ଦେଖୁଛନ୍ତି ବର୍ତ୍ତମାନ ଆମର ମିନି ମ୍ୟାଡାମ ଯିଏ କି ଆମର ମିସେସ୍, ବର୍ତ୍ତମାନ ସେ ମାଛରେ ହଳଦୀ ଦେଇକିନା ପୁରା ରେଡି କଲେଣି ପାଗ କରିକିନା। ଆଉ ବର୍ତ୍ତମାନ ଭାଜିବେ, ତାୱା ମଧ୍ୟ ରେଡି ହେଇଗଲାଣି। ହଳଦୀ ଲୁଣ ଯଦି ସମ୍ପୂର୍ଣ୍ଣ ଠିକ ସେ ନହବ, ତେବେ ମାଛ ଭଜା ଟା ବି ବାଗ ଆସିବନି। ତ ସେ ହଳଦୀ ଫଳଦୀ ତାକୁ ଦେଇକିନା ପୁରା ପାଗ କଲେଣି। ଆଉ ଚାଲନ୍ତୁ ଦେଖିବା ଆଜି କେମିତି ଆମର ମ୍ୟାଡାମ ରାନ୍ଧିବେ, ତାକୁ ମଧ୍ୟ ଦେଖିବା। ଚାଲନ୍ତୁ। ତ ବର୍ତ୍ତମାନ ତେଲ ପକେଇବାକୁ ଯାଉଛନ୍ତି କଢାରେ। ତେଲ ପଡିଗଲା,
ଆଉ ବର୍ତ୍ତମାନ ଟିକେ ଗରମ ହବା ପାଇଁ ଦେଉଛନ୍ତି। ବର୍ତ୍ତମାନ ଆମର ଯୋଉ ତାୱାରେ ବର୍ତ୍ତମାନ ଟିକେ ତେଲ ଗରମ କରିବାର ଲାଗିଲେ ଆଉ ମାଛକୁ ମଧ୍ୟ ବର୍ତ୍ତମାନ ପକଉଛନ୍ତି। ଦେଖନ୍ତୁ ମାଛ ପଡିବ ଗୋଟେ ଗୋଟେ ପୋହଳା ମାଛ, ଇଏ ପୁରା ଦେଶୀ ମାଛ, କାରଣ ଏତେ ଫ୍ରେଶ ଆପଣ ମାନେ ଦେଖୁଛନ୍ତି। ବର୍ତ୍ତମାନ ଏତେ ଫ୍ରେଶ ମାଛ ଭାଇ ମିଳିବନି କିଣିଲେ। ଏଟା ହଉଛି ବଂଶୀ ମାଛ, ଯୋଉଟା କି ଆମର ନଦୀରେ ମିଳେ ଆଉ କିଛି କଷ୍ଟ ମଧ୍ୟ କରିଥିଲେ ଯାଇକି ଏମିତିଆ ମାଛ ମିଳେ। ବଂଶୀ କରିକି ନହେଲେ ଜାଲ ପକେଇକି ମଧ୍ୟ ଆମେ ଆପଣ ମାନେ ଧରି ପାରିବେ। ତ ଦେଖନ୍ତୁ ବର୍ତ୍ତମାନ ଆମର ମ୍ୟାଡାମ ମାଛ ଭାଜିବା ପାଇଁ କି ପୁରା ବସେଇ ଦେଲେଣି ତାୱାରେ, ପୁରା ଲାଇନ ଲାଇନ ଲମ୍ବା ଲାଇନ କରିକିନା ପକେଇ ସାରିଲେଣି। ଭାଇ ଆଜି ବହୁତ ସୁନ୍ଦର ଆଇଟମ ହବ, ପୁରା ଲାଇନ ଲାଇନ। ସେ ହଉଛନ୍ତି ଗାଉଁଲି ପିଲା, ତ ତାଙ୍କୁ କାଠରେ ରୋଷେଇ ବହୁତ ସୁନ୍ଦର ଭାବରେ ଜଣା ଅଛି। ତ ସେ କାଠରେ ହିଁ ରୋଷେଇ କରନ୍ତି। ଆମର ଗ୍ୟାସ ରୋଷେଇ କାହାକୁ ପସନ୍ଦ ବି ନୁହଁ। ତ ଆମର ଚୁଲି ରୋଷେଇ ହଉଛି ଆଜି। ଆଉ ନିଆଁ ଟିକେ କମ ଅଛି ଲାଗୁଛି, ଆହୁରି ଟିକେ ନିଆଁ ଜାଳିବା ପାଇଁ କି ଚେଷ୍ଟା କରୁଛନ୍ତି। ଦେଖିବା ଆଉ ଟିକେ ନିଆଁ ଯଦି ଜୋର ଜଳିବ ତ ବହୁତ ବଢିଆ ଭାବରେ ଶୀଘ୍ର ହିଁ ହେଇଯିବ ମାଛ। ତ ସାଙ୍ଗମାନେ ଆପଣ ମାନଙ୍କୁ କହୁଥିଲି କି କଣ ପାଇଁ କି ଆମେ 15-20 ଦିନ ହେଲାଣି ଆମେ ଆଇଁଷ ଖାଇ ନଥିଲୁ। ତ ତାର ସମ୍ପୂର୍ଣ୍ଣ ମୁଁ ଭିଡିଓରେ କହିବି ଆପଣ ମାନଙ୍କୁ କି କାହିଁକି ଖାଇ ନଥିଲୁ, ସେଇଟା ମୁଁ ଆପଣ ମାନଙ୍କୁ ସମ୍ପୂର୍ଣ୍ଣ କହିବି। କି ତାର ଦେଖନ୍ତୁ ତାର ମା ଜ୍ୱର ହେଇଥିଲା, ହେଇଗଲାଣି 15-20 ଦିନ ଖଣ୍ଡେ। ତ ଆଉ ରାହୁଲ ମଧ୍ୟ ହଷ୍ଟେଲରୁ ଆସିଛି, ସେଥିଲାଗି ମତେ ବହୁତ ଖୁସି ଲାଗୁଥିଲା। କିନ୍ତୁ ଆସୁ ଆସୁ ହିଁ ତାକୁ ମା ଜ୍ୱର ହେଇଗଲା। ତ ଭାଇ ମାନେ ମତେ ବହୁତ ଦୁଃଖ ଲାଗିଲା, ମତେ ବହୁତ ଖରାପ ଲାଗିଲା। ତାଙ୍କ ଟିକେ ସୁସ୍ଥ ହେଇଗଲାଣି, ସେଇଥିଲାଗି ଆମର ମାଛ ଯାହା ବି ହେଲେ ଆମେ ଆଣିକି ଘରେ କରୁଛୁ। କେମିତି କଣ କରିବା ତାକୁ ସମ୍ପୂର୍ଣ୍ଣ ଏଇ ଭିଡିଓରେ ଆପଣ ମାନେ ଦେଖିପାରିବେ। ତ ହ୍ୟାଲୋ ନମସ୍କାର, ମୋ ନାଁ ରାହୁଲ ବିନ୍ଦାଣୀ। ମୁଁ ହଷ୍ଟେଲରେ ରହୁଛି। ମୋର ମା ଜ୍ୱର ହୋଇଥିବାରୁ ମୁଁ ଘରକୁ ଆସିକି ଭଲ ହେଇକି ଏବେ ମତେ ଭଲ ଲାଗୁଛି। ହଁ, ତାକୁ ମଧ୍ୟ ଭଲ ଲାଗୁଛି, ସୁସ୍ଥ ହେଇଗଲାଣି। ବର୍ତ୍ତମାନ ଆମେ ଯିବୁ ତାକୁ ଛାଡିବା ପାଇଁ କି, କାଲି ପରଦିନ ଆଡେ ହଷ୍ଟେଲରେ ଛାଡିବା ପାଇଁ କି ଯିବି। ଆଉ ସେ ପାଠ ମଧ୍ୟ ବହୁତ ସୁନ୍ଦର ପଢୁଛି, ବହୁତ ବଢିଆ, ପୁରା ସୁସ୍ଥରେ ବର୍ତ୍ତମାନ ଅଛି। ତାକୁ ବହୁତ ଭଲ ଲାଗିଲାଣି। ଟିକେ ଟିକେ ତାର ମଧ୍ୟ ସୁଧିରି ଯୋଉ ଘା ଗୁଡାକ ଦେଖିପାରୁଛନ୍ତି, ତା ହାତ ଫାତ ଗୋଡ ଫୋଡରେ ମଧ୍ୟ ଘା ହେଇଯାଇଥିଲା, ଯୋଉଟାରେ କି ସେ ବହୁତ ଅସୁବିଧାରେ ପଡି ଯାଇଥିଲା। ଭାଇ ସେଇଥିଲାଗି ଆମେ ଘରେ ଆଇଁଷ କରିନଥିଲୁ। ଆମ ଘରେ ଯଦି ଏମିତି କିଛି ମା ଜ୍ୱର ହୁଏ କାହାକୁ, ତେବେ ପୁରା ବହୁତ ସାରା ମାନେ ମାନିବାକୁ ପଡିବ। ଯେମିତି କି ଆଇଁଷ ହଉ କାହା ଘରକୁ ଆମେ ଯିବାନି, କିଛି କରିବାନି। ଆଉ ଆମେ ନିର୍ବାରରେ ପୁରା ରହିବା, ମାନେ ପୁରା ଭଲ ଭାବରେ ଆମେ ମାନୁଥିବା। ଆଉ ସାଙ୍ଗମାନେ ବର୍ତ୍ତମାନ ଦେଖୁଛନ୍ତି ଆମର ମାଛ ଭଜା ହେଇକି ରେଡି ହେଇ ଆସିଲାଣି। ବର୍ତ୍ତମାନ ଆମର ମ୍ୟାଡାମ ତାକୁ ଟିକେ ଲଉଟା ଲଉଟି କରୁଛନ୍ତି, କାରଣ ନ ଲଉଟେଇଲେ ମାଛ ଟା ଠିକ ଭାବରେ ସିଝିବନି। ତ ବର୍ତ୍ତମାନ ପୁରା ଲଉଟା ଲଉଟି କରୁଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ମାଛ ମଧ୍ୟ ଆମର ରୋଷେଇ ହବ। ଭଜା ରେଡି ହେଇଗଲାଣି ଭାଇ। ମାଛ ଭଜା ବର୍ତ୍ତମାନ ରେଡି ହେଇଗଲାଣି। ମାଛ ମଧ୍ୟ ରୋଷେଇ ହବ। ଆଉ ଦେଶୀ ପୋହଳା ମାଛ ଭାଇ ବହୁତ ବଢିଆ ଲାଗେ, କାହିଁକି ନା ଦେଶୀ ପୋହଳା ମାଛ ତ ଆମେ ସବୁବେଳେ ଖାଇବା ପାଇଁ ପାଆନ୍ତିନି ନଦୀ ମାଛ। ତ ନଦୀର ଯୋଉ ମାଛ ପୋହଳା ମାଛ ନା ବହୁତ ବଢିଆ ଲାଗିଥାଏ, ବହୁତ ମିଠା ଲାଗିଥାଏ। ତ ସେ ଆମର ବଡ ପୁଅ ଯାଇଥିଲେ ବର୍ତ୍ତମାନ ନଦୀକୁ, ଆମର ଭୁବନେଶ୍ୱର ଆପଣ ମାନେ ଜାଣିଥିବେ ହଂସପା ନଦୀ। ହଂସପା ନଦୀରୁ ସିଏ ମାଛ ମାନେ ବଂଶୀ କରିକି ନେଇକି ଆସିଥିଲେ। ଆଉ ମାନେ ପୁରା ଫ୍ରେଶ ମାଛ ଆପଣ ମାନେ ଦେଖିପାରୁଛନ୍ତି। ମାଛ କିଛି ଭଜା ହେଇକି ଆମର ରେଡି ହେଇଯାଇଛି, ଆଉ ମସଲା ମଧ୍ୟ ବାଟିବା ପାଇଁ କି ରେଡି ହେଇକି ରଖା ହେଇଛି। ଆଉ ଇଆଡେ ମାଛ ବି ଭାଇ ଆଉ 2-3ଟା ଖଣ୍ଡେ ଲାଷ୍ଟରେ ଅଛି, ତାକୁ ମଧ୍ୟ ଭାଜିବା ପାଇଁ କି ତାୱାରେ ପଡି ଯାଇଛି। ମାନେ ବର୍ତ୍ତମାନ ଆମର ମିନି ମ୍ୟାଡାମ ଚିକେନ କାଟିବାକୁ ଲାଗିଛନ୍ତି। ଦୋକାନରେ ଦେଇଥିଲେ ଯେମିତି ତାକୁ ଆଉ ଟିକେ ଛୋଟ ଛୋଟ କରିକି ବର୍ତ୍ତମାନ କାଟୁଛନ୍ତି। ଦେଖନ୍ତୁ ମିନି ମ୍ୟାଡାମ ଆମର ଲାଗି ପଡିଛନ୍ତି ପୁରା ଚିକେନ କାଟିବା ପାଇଁ କି। ଆଉ ରୋଷେଇ ମଧ୍ୟ ହବ। ଚିକେନ ଟାକୁ ବଡ ବଡ ଯୋଉ କଟା ହେଇଛି, ଚିକେନ ଟାକୁ ବର୍ତ୍ତମାନ ଟିକେ ଛୋଟ ଛୋଟ କରିକି କାଟୁଛନ୍ତି। ବହୁତ ଭାଇ ମାନେ ରାତି ପାଇଁ ଆହୁରି ମାଛ ରଖା ହେଇଛି। ପୁଣି ଏମିତି କିଛି ଭଲ ଭିଡିଓ ନେଇକି ଆସିବୁ। ସେତେବେଳେ ପର୍ଯ୍ୟନ୍ତ ରାହୁଲ ବିଦାୟ ନେବା। ଆଉ ଟିକେ ନେକ୍ସଟ ଭିଡିଓ ଆସିବା ପର୍ଯ୍ୟନ୍ତ ଆମେ ଟିକେ ବିଦାୟ ନେବା। ଦର୍ଶକ ଭାଇ ବନ୍ଧୁ ଆପଣ ମାନେ ଟିକେ ଅପେକ୍ଷାରେ ରୁହନ୍ତୁ, ଖୁବ ଶୀଘ୍ର ଆସିବ ଏମିତି ଖାଇବା ପିଇବା ଭିଡିଓ ନେଇକି।
ମୋ ନାତି ସାଙ୍ଗରେ ସେତେବେଳେ ପର୍ଯ୍ୟନ୍ତ ଆପଣ ମାନେ ଅପେକ୍ଷାରେ ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର।